12 ରୁ 30 ବର୍ଷ ପର୍ଯ୍ୟନ୍ତ ଯୀଶୁ କୋଉଠି ଥିଲେ? ସୁସତ୍ୟତାର ସନ୍ଧାନର ଖୋଜରେ ଯାଇଥିଲେ ବୋଲି ଲେଖା ହେଇଛି ବାଇବେଲରେ। ବ୍ଲାଇଣ୍ଡ ଏରା, ସେଟାକୁ ବ୍ଲାଇଣ୍ଡ ଏରା ବୋଲି ଗୋଟେ ଜିନିଷ ମେନସନ ଅଛି ବାଇବେଲରେ। ସେଇ 13 ବର୍ଷ ଯୀଶୁ କୋଉଠି ଥିଲେ, 17 ବର୍ଷ କୋଉଠି ଥିଲେ? ଆପଣ କହୁନାହାନ୍ତି ଗୋଟେ ମିନିଟ ଟିକେ କୁହନ୍ତୁ। 12 ରୁ 30 ବର୍ଷ ପର୍ଯ୍ୟନ୍ତ ଯୀଶୁଙ୍କର ଜୀବନ କାହାଣୀ କହିଦିଅନ୍ତୁ। ଆପଣ ଏବେ ମତ ରଖନ୍ତୁ। ଯୋଉ ଗୋଟିଏ ବଡ ପ୍ରଶ୍ନ ସେ ପଚାରିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ବିବାଦର ବିଷୟ ନୁହନ୍ତି, ବିଶ୍ୱାସର ବିଷୟ ଅଟେ। ଆଉ ବାଇବଲରେ ଯାହା ଗୁଡିକ ଲେଖାଯାଇଛି ଏଇଥିପାଇଁ ଲେଖାଯାଇଛି ଯେପରି ଆପଣ ଆମୁ ପଢିବୁ ଆଉ ପରିତ୍ରାଣ ପାଇବୁ। ଆଜି ଆମେ ସତ୍ୟ ସମାଚାରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଷୟରେ ଆମେ ଅଧ୍ୟୟନ କରିବା। ପ୍ରସଙ୍ଗ ହଉଛି ଯୀଶୁ ଖ୍ରୀଷ୍ଟଙ୍କ ଅଜ୍ଞାତ 18 ବର୍ଷର ସତ୍ୟତା। ଯୀଶୁ ଖ୍ରୀଷ୍ଟଙ୍କ ଅଜ୍ଞାତ 18 ବର୍ଷର ସତ୍ୟତା। ଯେଉଁମାନେ କିଛି ଜାଣନ୍ତି ନାହିଁ ଯୀଶୁଙ୍କ ବିଷୟରେ, ସେମାନେ ଗୋଟେ କଥା କୁହନ୍ତି, ଯୀଶୁ ଖ୍ରୀଷ୍ଟ 12 ବର୍ଷରୁ 30 ବର୍ଷ ମଧ୍ୟରେ କୋଉଠି ଥିଲେ ସେଇଟା କୁହ। ଯେତେବେଳେ ସେଇଟା ପଚାରି ଦିଅନ୍ତି ଲୋକମାନେ କୁହନ୍ତି, ଆରେ ତମେ ଜାଣିନ ସେଇଟା। ସେତେବେଳେ ସେମାନେ କୁହନ୍ତି, ନାଇଁ ନାଇଁ ଯୀଶୁ କୋଉଠି ଆସିଥିଲେ ଜାଣିଛ? ଯୀଶୁ ପୁରୀକୁ ଆସିଥିଲେ। ଯୀଶୁ ଆସିଥିଲେ, ପୁରୀକୁ ଆସିଥିଲେ। ଆଉ ଆମର ଶଙ୍କରାଚାର୍ଯ୍ୟ ମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରି ସେ ଦୀକ୍ଷା ଗ୍ରହଣ କରି ଯାଇଥିଲେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଥିଲେ ହିନ୍ଦୁ, ସେ ଥିଲେ ସନାତନୀ ହିନ୍ଦୁ। এইটা আমি কই পকান্তু আমার ଲୋକମାନେ ଚୁପ ହେଇଥିବେ ପରା ଲାଗୁଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ କିଏ ଥିଲେ ବାଇବଲ ପ୍ରକାଶ କରେନି। ଆଉ ଆମେ କହୁଥିଲେ ଆପଣଙ୍କୁ ପୁସ୍ତକ ଖୋଲନ୍ତୁ, ଜହନ 20 ପର୍ବ 30 ଆଉ 31। ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହି ସବୁ ଏହି ପୁସ୍ତକରେ ଲେଖା ହୋଇନାହିଁ। କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଅଛି। କଣ ପାଇଁ ଲେଖା ହେଇଛି? ଯେପରି ଆପଣ ପଢିବେ, ଜାଣିବେ ଆଉ ବିଶ୍ୱାସ କରିବେ, ଆଉ କଣ ଜୀବନ ପ୍ରାପ୍ତ ହେବେ। ଏଇଥିପାଇଁ ଲେଖା ହେଇଛି। ବିନଷ୍ଟ ହେବେ ସେଥିପାଇଁ ଲେଖା ହେଇନି। ଆଉ ବାଇବଲ ଗୁଡିଏ ବିଷୟ ପ୍ରକାଶ କରେ, ଆଉ ଗୁଡିଏ ବିଷୟରେ ନିରବ ମଧ୍ୟ ରହିଛି। କିନ୍ତୁ ନିରବତା ମଧ୍ୟରେ ସୁଦ୍ଧା ଆପଣ ସତ୍ୟତା ପାଇପାରିବେ। ଆଜି ଆମେ ଯୀଶୁ ଖ୍ରୀଷ୍ଟଙ୍କର ଅଜ୍ଞାତ 18 ବର୍ଷର ସତ୍ୟତାକୁ ଆମେ ଅଧ୍ୟୟନ କରିବା ପାଇଁ ଯିବା। ଆଉ ସେଇଟା ଅଧ୍ୟୟନ କରୁ କରୁ ଆମେ ସମ୍ପୂର୍ଣ୍ଣ ଭାବରେ ଯୀଶୁ ଖ୍ରୀଷ୍ଟଙ୍କର ଜଗତର ରହଣୀ କାଳର 33 ବର୍ଷର ସମସ୍ତ ବିଷୟକୁ ଆମେ ଧ୍ୟାନ କରିବା। এই ବାକ୍ୟକୁ ଆପଣ ନିଜେ ଶୁଣିବେ। ଆଉ ଆପଣ ଯେତିକି ରିଲେଟିଭକୁ ଜାଣିଛନ୍ତି, ସେ ଖ୍ରୀଷ୍ଟିଆନ ହୁଅନ୍ତୁ କି ଅନଖ୍ରୀଷ୍ଟିଆନ ହୁଅନ୍ତୁ, ଆପଣ ପଠାନ୍ତୁ। ଲୋକ ଜାଣିବା ଦରକାର ଯେ ଯୀଶୁଙ୍କର ସେ 18 ବର୍ଷ ସେ କୋଉଠି କାହିଁକି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଇତିହାସରେ ବା ଭୂଗୋଳରେ, ଐତିହାସିକ ଭାବରେ କି ଭୌଗୋଳିକ ଭାବରେ କେବେ ବି ଭାରତକୁ ଆସିନା। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭାରତକୁ ଆସିବାର ପ୍ରଶ୍ନ ବି ନଥିଲା। କୋଉ ପଣ୍ଡିତ ପାଖରୁ ଶିକ୍ଷା ଗ୍ରହଣ କରିବାକୁ ଆସିବାର ଆବଶ୍ୟକ ନଥିଲା। କାହିଁକି? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ସମୟରେ ହିଁ ପଣ୍ଡିତ ମାନେ ତାଙ୍କୁ ପ୍ରଣାମ କରିବାକୁ। ଯୋଉ ଯୀଶୁଙ୍କୁ, ଯୋଉ ଶିଶୁ ଯୀଶୁଙ୍କୁ ପଣ୍ଡିତ ମାନେ ପୂର୍ବ ଦେଶ କହିଲେ ଭାରତ ମଧ୍ୟ ବୁଝାଉଛି, ପୂର୍ବ ଦେଶର ପଣ୍ଡିତ ମାନେ ଦଳ ହେଇକି ଯେମାନେ ଏଷ୍ଟ୍ରୋଲୋଜି ବିଷୟ ଜାଣନ୍ତି, ସେମାନେ ତାରାକୁ ଦେଖି ସମସ୍ତ ବିଷୟ ଗଣନା କରି ଜାଣନ୍ତି, ସେମାନେ ପ୍ରଣାମ କରିବାକୁ ଯାଇଥିଲେ। ଯୋଉ ଶିଶୁ ଯୀଶୁଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଯାଇଛନ୍ତି, ସେଇ ଶିଶୁ ଯୀଶୁ ବଡ ହେଲା ପରେ କୋଉ ପଣ୍ଡିତ ପାଖରେ ଶିକ୍ଷା ଗ୍ରହଣ କରିବାକୁ ଆସିବେ ନାହିଁ। ଆଉ ଯୀଶୁ ଖ୍ରୀଷ୍ଟଙ୍କର କୌଣସି ଶିକ୍ଷା କୌଣସି ଭାରତର ପଣ୍ଡିତ ବା ଦାର୍ଶନିକ ବା ଶଙ୍କରାଚାର୍ଯ୍ୟ ବା ଧର୍ମଗୁରୁ ସହିତ ମିଶେ ନାହିଁ। ତାଙ୍କର ଆଶ୍ଚର୍ଯ୍ୟ କର୍ମ ଅନନ୍ୟ ଥିଲା। ଯୀଶୁଙ୍କର ଜନ୍ମ ଆଶ୍ଚର୍ଯ୍ୟ ଥିଲା, ତାଙ୍କର ଶିକ୍ଷା ବି ଆଶ୍ଚର୍ଯ୍ୟ ଥିଲା, ତାଙ୍କର କାର୍ଯ୍ୟ ବି ଆଶ୍ଚର୍ଯ୍ୟ ଥିଲା, ତାଙ୍କର ଜୀବନ ବି ଆଶ୍ଚର୍ଯ୍ୟ ଥିଲା। ଆଉ ତାଙ୍କର ମୃତ୍ୟୁ ମଧ୍ୟ ଆଶ୍ଚର୍ଯ୍ୟ। ଆଉ ମୃତ୍ୟୁ ପରେ ସେ ତୃତୀୟ ଦିବସରେ ପୁନରୁତ୍ଥିତ ହୋଇଥିଲେ। ଭାରତର କୌଣସି ବ୍ୟକ୍ତି, ଏପରିକି କୌଣସି ଦେବଦେବୀ ବା କୌଣସି ଶଙ୍କରାଚାର୍ଯ୍ୟ ବା କୌଣସି ଧର୍ମଗୁରୁ ମରିକରି ଉଠି ନାହାନ୍ତି ତାଙ୍କର ବିଦ୍ୟା ଶିଖିଲେ। ଆଉ ମୁଁ ଆଜି ଆପଣଙ୍କୁ ଧର୍ମଶାସ୍ତ୍ର ବାଇବଲରେ ଯାହା ଯାହା ଲେଖା ଯାଇଛି, ତାଙ୍କର ଜନ୍ମରୁ ତାଙ୍କର ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ପ୍ରତିଟି ବିଷୟ ଟିକେ ଟିକେ ଭାବରେ କରିବା ପାଇଁ ଚାହେଁ। ଆଉ ଏଇଟା ପ୍ରତ୍ୟେକ ଖ୍ରୀଷ୍ଟିଆନ ଜାଣିବା ଦରକାର। ଆଉ ପ୍ରତ୍ୟେକ ଯେଉଁମାନେ ଯୀଶୁକୁ ବିଶ୍ୱାସ କରନ୍ତି ନାହିଁ, ସେମାନେ ବି ଜାଣିବା ଦରକାର। ପ୍ରଥମେ ଆମେ ଦେଖିବା ଯୀଶୁ ଖ୍ରୀଷ୍ଟଙ୍କର। ଆଉ ଯୀଶୁ ଖ୍ରୀଷ୍ଟ ଯେ ଜନ୍ମ ହେବାର ଅଛନ୍ତି ତାହା ନୁହଁ, ସେ ଥିବାର ଜନ୍ମ ହେଇଛି। ତାଙ୍କ ଦ୍ୱାରା ସମସ୍ତ ବିଶ୍ୱ ସୃଷ୍ଟି ହେଲା। ଆମେ ପ୍ରଥମେ ସେ ପଦଟା ପଢିଯିବା। ଜହନ ତାର ପ୍ରଥମ ଅଧ୍ୟାୟ 3 ପଦ। ଜହନ ପ୍ରଥମ ଅଧ୍ୟାୟ ତାର 3 ପଦ। ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା, ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ଏଠି ଆମେ ଜାଣିଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଏ? ସେ ସୃଷ୍ଟିକର୍ତ୍ତା ଅଟନ୍ତି। ସେ କିଏ ଅଟନ୍ତି? ସେ ସୃଷ୍ଟିକର୍ତ୍ତା ଅଟନ୍ତି।
ସୃଷ୍ଟିକର୍ତ୍ତା ଆଉ ସେ କଣ କଲେ ସେ ଦେହ ଧାରଣ କରି ଜଗତକୁ ଆସିଲେ। ଯଦି ଆପଣ ଦେଖିବେ ଆପଣ ତାର 18 ପଦ ପଢନ୍ତୁ। କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କୁ କେହି କେବେ ଦେଖିନେ। ଯଦି ଈଶ୍ୱରଙ୍କୁ କେହି କେବେ ଦେଖି ନାହାନ୍ତି, ଆମ ଦେଶର ଲୋକମାନେ କାହାକୁ ଦେଖିଛନ୍ତି? ତୁମେ କାହାକୁ ଦେଖିଲ ଯେ ଆକୃତି ମନେ ପକେଇଲ? ଈଶ୍ୱରଙ୍କୁ ତ କେହି କେବେ ଦେଖି ନାହାନ୍ତି, ତୁମେ କାହାକୁ ଦେଖିଲ? ଭାଇ ଭଉଣୀ ମାନେ, ଯେତେବେଳେ ଲୋକମାନେ ଶିକ୍ଷିତ ଲୋକମାନେ ପଚାରନ୍ତି ଆମେ ଉତ୍ତର ବି ଦେଇପାରୁନୁ। ଆମେରିକାର ଜନସଂଖ୍ୟା 34 କୋଟି, ଆମର ଦେବଦେବୀ 33 କୋଟି, କିନ୍ତୁ ଆମେ ଏତେ ଥାଇକି ମଧ୍ୟ ଆମେରିକା ସହିତ ସମାନ ନାହିଁ। ସେ ସୁପର ପାୱାର, ସେ ଜ୍ଞାନରେ, ସେ ଧନରେ, ସବୁରେ ନମ୍ବର 1। ଆମର 33 କୋଟି ଥାଇ ମଧ୍ୟ କିଛି କାମ ହଉନି। ଅବାନ୍ତର ବିଷୟ ଗୁଡାକ ଲୋକମାନଙ୍କ ଉପରେ ଲୋକମାନେ ଲଦିବା ପାଇଁ ଚାହାନ୍ତି। ଏଠି ଆମେ ଦେଖୁ କେହି କେବେ ଈଶ୍ୱରଙ୍କୁ ଦେଖିନା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦେହ ଧାରଣ କରି ଜଗତକୁ ଆସିଲେ, ଯେ ଜଗତର ସୃଷ୍ଟିକର୍ତ୍ତା। ପ୍ରଥମ ବିଷୟ ଆମେ ଯୀଶୁ ଖ୍ରୀଷ୍ଟଙ୍କର ଅଜ୍ଞାତ ସେ 18 ବର୍ଷର ଅଧ୍ୟୟନ କରିବା ସମୟରେ ପ୍ରଥମେ ଆମେ ତାଙ୍କର ଜନ୍ମରୁ ଦେଖିବୁ। ଆଉ ଏଇଟା ମନେ ରଖିଥାନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ହେବାରୁ ନାହାନ୍ତି, ସେ ଥିବାରୁ ଜନ୍ମ ହେଇଛନ୍ତି। ଆଉ ଭାରତର ଯେତେ ରାଜା ମାନଙ୍କୁ ଦେଖିବେ ତାଙ୍କର ବଂଶାବଳୀ ନାହିଁ। ଅଧିକାରେ ତାଙ୍କର ବାପାର ବାପା ତାର ବାପା ଗୋଟେ ଆସିପାରିବ। ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ବଂଶାବଳୀ ଯେ ମାନବ ଭାବରେ ଯେ ଆସିଲେ, ମାନବୀୟ ସମ୍ପୂର୍ଣ୍ଣ ହିଷ୍ଟ୍ରି ଅଛି। ଯୀଶୁ ଇତିହାସ ଅଟନ୍ତି, କାଳ୍ପନିକ ନୁହନ୍ତି। ଯୀଶୁଙ୍କର ଜନ୍ମ ରେକର୍ଡ କରାଯାଇଛି। ଇଟ୍ ଇଜ ରେକର୍ଡେଡ। ତାଙ୍କର ଜନ୍ମ ରେକର୍ଡ କରାଯାଇଛି। ଆପଣ ଯଦି ଦେଖିବେ ଲୁକ ତାର 2 ପର୍ବ ପ୍ରଥମ 3 ପଦ। ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କ ଠାରୁ ଆଜ୍ଞା ଘୋଷଣା କରାଗଲା। ସୁରିଆର ଶାସନକର୍ତ୍ତା କିରଣୀୟଙ୍କ ସମୟରେ ପ୍ରଥମ ଥର ଏହି ନାମ ଲେଖା ହୋଇଥିଲା। ସେଥି ନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣ ଆପଣ ନଗରକୁ ଯାଉଥିଲେ। 4 ପଦ। ପୁଣି ଜୋସେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରିୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଜିହୁଦା ପ୍ରଦେଶର ବେତଲହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ। ତାପରେ 11 ପଦ ପଢନ୍ତୁ। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଏଠି ରେକର୍ଡ କରୁଛନ୍ତି ଲୁକ। ଲୁକ ଜଣେ ବୈଦ୍ୟ ଥିଲେ, ଡକ୍ଟର ଥିଲେ, ତା ସହିତ ଇତିହାସ ଲେଖିବା ବ୍ୟକ୍ତି ବି ଥିଲେ, ହିଷ୍ଟୋରିଆନ ଥିଲେ। ଆଉ ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଇତିହାସକୁ ସେ ଲେଖୁଛନ୍ତି। ସମ୍ପୂର୍ଣ୍ଣ ଜୀବନୀକୁ ଲୁକ ତାଙ୍କର 2ଟି ପୁସ୍ତକ ଲେଖୁଛନ୍ତି। ଲୁକ 2ଟି ପୁସ୍ତକ ଲେଖିଛନ୍ତି। ସେ ଜଣେ ଅଣଜିହୁଦୀ ଥିଲେ, ଆଜିର ଭାଷାରେ କହିଲେ ଅଣଖ୍ରୀଷ୍ଟିଆନ ଥିଲେ। ଯେତେବେଳେ ପ୍ରଭୁଙ୍କୁ ଜାଣିଲେ, ସେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମରୁ ଆରମ୍ଭ କରି ଯୀଶୁ ଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣ ଆଉ ଦ୍ୱିତୀୟ ଆଗମନ ସବୁ ବିଷୟ ଲେଖନ୍ତି। କମ୍ପ୍ଲିଟ ହିଷ୍ଟ୍ରି ଲେଖନ୍ତି, କମ୍ପ୍ଲିଟ ଜୀବନୀ ଲେଖନ୍ତି। ତ ଏଠି ଆମେ ଦେଖୁଛୁ ଯାହା ପଢିଲୁ ଲୁକ 2 ପର୍ବ ତାର 1 ପଦରୁ 4 ପଦ 11 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ରେକର୍ଡ ହେଇଛି। ସେ ବେଥଲିହେମରେ ଜନ୍ମଗ୍ରହଣ କଲେ, ନାଜରିତର ବେଥଲିହେମରେ। ଆଉ ଏଇଟା ମଧ୍ୟ ଜନ୍ମଗ୍ରହଣ କରିବେ ବୋଲିକି ମିଖା ତାର 5 ପର୍ବ 2 ପଦର ଆଗରୁ ଲେଖା ହେଇଛି, 550 ବର୍ଷ ପୂର୍ବରୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇଠି ଜନ୍ମଗ୍ରହଣ କଲେ। ଏଇଟା ପ୍ରଥମ ବିଷୟ ରେକର୍ଡ କରନ୍ତୁ। ତାପରେ 2 ପର୍ବ 21 ପଦ, ଲୁକ 2 ପର୍ବ 21 ପଦ। ତାହାଙ୍କୁ ସୁନ୍ନତ କରିବା ସକାଶେ ଅଷ୍ଟମ ଦିନ ଉପସ୍ଥିତ ହୁଅନ୍ତେ ତାହାଙ୍କର ନାମ ଯୀଶୁ ଦିଆଗଲା। ଏହି ନାମ ତାହାଙ୍କ ଗର୍ଭସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ସ୍ଥାନରେ ଅଷ୍ଟମ ଦିନରେ ସୁନ୍ନତ ହୋଇଛନ୍ତି। ଯୁହୁଦୀ ମାନଙ୍କର ରୀତି ଅନୁସାରେ, ପରମ୍ପରା ଅନୁସାରେ ଅଷ୍ଟମ ଦିନରେ ଯୀଶୁଙ୍କର ଜନ୍ମ କଥା ଲେଖାଯାଉଛି। ଆଉ ଅଷ୍ଟମ ଦିନରେ ସେ ସୁନ୍ନତ ହେଲେ। ଆଉ ତାଙ୍କୁ ସେଇ ଦିନ ତାଙ୍କୁ ନାମ ବି ଦିଆଯାଉଛି, ନାମକରଣ କରାଯାଉଛି, ଯୀଶୁ ଦିଆଯାଉଛି। ଆଉ ଯୀଶୁ ଏଇଟା ଲୋକମାନେ ଦେଇନାହାନ୍ତି। ଯୀଶୁ ନାମଟା ଲୋକମାନେ ଦେଇନାହାନ୍ତି। ଯଦି ଅନ୍ୟ ରାଜା ମାନଙ୍କର ନାମ ଅନ୍ୟମାନେ ଦେଇଛନ୍ତି, ଅନ୍ୟମାନଙ୍କ ନାମ ଅନ୍ୟମାନେ ଦେଇଛନ୍ତି, ଯୀଶୁଙ୍କ ନାମ ଲୋକମାନେ ଦେଇନାହାନ୍ତି। ଯୀଶୁଙ୍କର ଜନ୍ମ ପୂର୍ବରୁ এই নামটা প্রদান করা যাইছে। যেটা আমি মাথিউ তার 1 পর্ব 21 পদরে ବି ପଢୁ। ମାଥିଉ 1 ପର୍ବ 21 ପଦ। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। କଣ କରିବେ? ସେ ଆପଣା ଲୋକମାନେ କୋଉ ଲୋକ? ଯୋଉମାନଙ୍କୁ ସେ ସୃଷ୍ଟି କରିଛନ୍ତି, ନିର୍ମାଣ କରିଛନ୍ତି, ସେ ସେଇ ଲୋକମାନଙ୍କୁ ପରିତ୍ରାଣ କରିବେ। ଯୀଶୁ ନାମର ଅର୍ଥ ହେଉଛି ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ମୁକ୍ତିଦାତା, ସେଭିୟର। ଯଦି ଆମେ ଯୀଶୁ ନାମଟା ନେଉଛୁ, ଆମେ ଜାଣିବା ଦରକାର ଏ ନାମ କି ତ୍ରାଣକର୍ତ୍ତା ନାମ। ଆଉ ଅନ୍ୟ ନାମରେ ପରିତ୍ରାଣ ନାହିଁ, ଅନ୍ୟ ନାମରେ ମୁକ୍ତି ନାହିଁ। এটা শাস্ত্র লেখা। আমার ইচ্ছারে আমি তাকে পূজা করিপারু, প্রার্থনা করিপারু, গ্রহণ করিপারু, গর্ব করিপারু, কিন্তু পরিত্রাণ কেবল যীশুଙ୍କ ନାମରେ ଅଛି, ଦ୍ୱିତୀୟ ନାମରେ ନାହିଁ। এটা ଆମେ ଦେଖିବା
ପ୍ରେରିତ 4 ପର୍ବ 12 ପଦ ଲେଖାଯାଇଛି। ପଢିବେ ଟିକେ ପ୍ରେରିତ 4 ପର୍ବ 12 ପଦ। ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ଲେଖାଯାଉଛି ଆଉ କୌଣସି ନାମ ଦିଆଯାଇନି, ଶାସ୍ତ୍ର ଲେଖାଯାଇଛି। ଯଦି ଯୀଶୁ ସମସ୍ତଙ୍କ ପାଇଁ, ବାଇବଲ ମଧ୍ୟ ସମସ୍ତଙ୍କ ପାଇଁ। ବାଇବଲ କେବଳ ଖ୍ରୀଷ୍ଟିଆନ ମାନଙ୍କ ଧର୍ମ ଗ୍ରନ୍ଥ ନୁହେଁ, ବାଇବଲ ସମସ୍ତଙ୍କ ପାଇଁ। ତେଣୁ ମଣିଷ ଭାବରେ ସେ ନିଶ୍ଚିତ ଭାବରେ ସେ ଯୀଶୁକୁ ଗ୍ରହଣ କରନ୍ତୁ ବା ନ କରନ୍ତୁ, ବାଇବଲ ପଢିବା ଦରକାର, ତେଣୁ ସେ ସତ୍ୟତାକୁ ଜାଣିପାରିବ। ବିନା ବାଇବଲ ଈଶ୍ୱରକୁ ଜାଣି ହବନି। ଈଶ୍ୱର କିଏ ବିନା ବାଇବଲ କୌଣସି ମଣିଷ ଜାଣିପାରିବନି। ବାଇବଲ ହିଁ ସମ୍ପୂର୍ଣ୍ଣ ଈଶ୍ୱରକୁ ପ୍ରକାଶ କରେ। ବାଇବଲ ହଉଛି ମାନବ ସମାଜର ସମ୍ପୂର୍ଣ୍ଣ ଇତିହାସ। ମାନେ ମନୁଷ୍ୟ ସୃଷ୍ଟି ହେଲା, ପୃଥିବୀ କେମିତି ସୃଷ୍ଟି ହେଲା, ପୃଥିବୀ କେମିତି ବିନଷ୍ଟ ହବ, ତାପରେ କଣ ହବ, ମୃତ୍ୟୁ ପରେ କଣ ହବ, ସବୁ ବିଷୟ। ମଣିଷ କେମିତି ସୃଷ୍ଟି ହେଲା, ଧୂଳିରୁ ତିଆରି ହେଲା। ଆଉ ମଣିଷ ଜନ୍ମ ହେବା ପାଇଁ 84,000 ଜନିରେ ପ୍ରବେଶ କରିବାର ଆବଶ୍ୟକ ନାହିଁ। ସେ ମୃତ୍ତିକାରୁ ତିଆରି ହେଇଛି, ସେ ମୃତ୍ତିକାରେ ମିଶିବ, ତାପରେ ତାର ବିଚାର ହବ। ସେ ଅନନ୍ତ ସ୍ୱର୍ଗକୁ ଯିବ, ନହେଲେ ଅନନ୍ତ ନରକକୁ ଯିବ। ଏଠି ଆମେ ଦେଖୁ ଯୀଶୁ ଖ୍ରୀଷ୍ଟ ଅଷ୍ଟମ ଦିନରେ ସୁନ୍ନତ ହେଲେ, ଏଇଟା ମଧ୍ୟ ରେକର୍ଡ। ତାପରେ ଲୁକ 2 ପର୍ବ 40-41। ଆଉ ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା। ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜେରୁସାଲେମକୁ ଯାଉଥିଲେ। ଏଠି 12 ବର୍ଷ କଥା ଲେଖା ହେଇଛି। କଣ ଲେଖା ଅଛି ଆପଣ 40-41 ପଢିଲେ, ଆଉ ଥରେ ପଢନ୍ତୁ 40-41-42। ଆଉ ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା। ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜେରୁସାଲେମକୁ ଯାଉଥିଲେ। ତାହାଙ୍କର 12 ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ପ୍ରତିବର୍ଷ, ଏବେ 12 ବର୍ଷ ବୟସରେ ଦେଖିଲୁ ଆମେ ଯୀଶୁଙ୍କର ଜନ୍ମ ଲେଖାଯାଉଛି। ଅଷ୍ଟମ ଦିନ ସୁନ୍ନତ ହେଲେ ଆଉ 12 ବର୍ଷ ବୟସରେ ସେ କୋଉଠି ଆସନ୍ତି, ପୁଣି ଥରେ ଜେରୁସାଲେମକୁ ଯାଉଛନ୍ତି। ସେମାନେ ରୀତି ଅନୁସାରେ ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ କୋଉଠିକି ଯାଉଥିଲେ, ଜେରୁସାଲେମକୁ ଯାଉଥିଲେ। ଏବେ 12 ବର୍ଷ କଥା ଲେଖା ହେଇଛି। ଆଉ ଏଇ ଘଟଣା ଆମେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ସମୟରେ କଣ ହଉଛି, ଆପଣ ଟିକେ ପଢିବେ ତାର 46-47 ପଦ। 3 ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ। ସେ ପଣ୍ଡିତ ମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ 12 ବର୍ଷ ବୟସରେ ସେ ପଣ୍ଡିତ ମାନଙ୍କ କଥା ହେଲେ, ପଣ୍ଡିତ ମାନେ ନିରୁତ୍ତର ହେଉଥିଲେ, ଆଚମ୍ବିତ ହଉଥିଲେ। ପଣ୍ଡିତ ମାନଙ୍କ ସହିତ ଯୋଉ ଯୀଶୁ 12 ବର୍ଷ ବୟସରେ ବସି ଆଲୋଚନା କରିପାରୁଛନ୍ତି, ସେ ଓଡିଶାକୁ ଆସିବାର ଆବଶ୍ୟକ ନାହିଁ। ଆପଣ ଯଦି ଇତିହାସ ବି ପଢିବେ ବା ଭୂଗୋଳ ବି ଦେଖିବେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭୌଗୋଳିକ ଭାବରେ ମଧ୍ୟ କେବେ ମଧ୍ୟ ସେ ଭାରତକୁ ଆସିନାହାନ୍ତି। ଏଠି ଆମେ ଦେଖୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ 12 ବର୍ଷ ବୟସରେ ତାଙ୍କୁ ଜେରୁସାଲେମକୁ ନିଆଗଲା। ଆଉ ସେଇଠି ସେ ପ୍ରାୟ 3 ଦିନ ପର୍ଯ୍ୟନ୍ତ ଭିଡ ସକାଶେ ଖୋଜି ପାରିଲେ ନାହିଁ। ଏମାନେ ଭାବିଲେ ଯେ ପ୍ରଭୁ ଯୀଶୁ ସମସ୍ତ ଆସି ଯାଇଛନ୍ତି, ସେମାନେ ଗୁଡେଇ ବାଟ ଆସିଲେ। ପୁଣି ଫେରିକି ଗଲା ପରେ ଯୀଶୁଙ୍କୁ ସେମାନେ ମନ୍ଦିରରେ ଦେଖା ପାଉଛନ୍ତି। ତାପରେ ସେମାନେ ବ୍ୟତିବ୍ୟସ୍ତ ହେବାରୁ ସେମାନେ ପୁଣି ଥରେ ଯୀଶୁଙ୍କ ସାଥିରେ ନେଇକି ଗଲେ। ଆଉ ନେଇକି ଗଲା ପରେ କଣ ହଉଛି ଆପଣ ଦେଖିବେ, 51 ପଦ ଆଉ 52 ପଦ ପଢୁ। ଲୁକ 2 ପର୍ବ 51-52। ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ। ପୁଣି ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ। ଆଉ ଯୀଶୁ ଜ୍ଞାନରେ ଓ ଶରୀରରେ ପୁଣି ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କଲେ, ସେ 12 ବର୍ଷ ବୟସରୁ ବାହୁଡି ଆସିଲା ପରେ ସେ ନାଜରିତରେ ରହିଲେ। ସେ ରହିଲେ ସେଠି 12 ବର୍ଷରୁ ସେ 30 ବର୍ଷ ପର୍ଯ୍ୟନ୍ତ ସେ ନାଜରିତରେ ହିଁ ରହିଛନ୍ତି। ଆଉ ସେ କଣ କରିଛନ୍ତି ରହିକି, ମାର୍କ ତାର 6 ପର୍ବ 3 ପଦ ଦେଖିବେ। ମାର୍କ 6 ପର୍ବ 3 ପଦ। ଏ କି ସେଇ ବଢେଇ ନୁହେଁ? ଏ କି ମରିୟମର ପୁଅ ଆଉ ଯାକୁବ, ଯୋଶୀ, ଜିହୁଦା ଓ ସିମୋନର ଭାଇ ନୁହେଁ? ପୁଣି ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ପରେ, କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ହିଁ ପବିତ୍ର ଭାବରେ ହେଇଥିଲା, ପବିତ୍ର ଆତ୍ମାଙ୍କ ଦ୍ୱାରା ହେଇଥିଲା। କିନ୍ତୁ ତାପରେ ଯୋସେଫ ମରିୟମଙ୍କ ଦ୍ୱାରା ଅନେକ ପୁତ୍ର ସନ୍ତାନ ଜାତ ହେଇଥିଲେ, ତାର ରେକର୍ଡ ସେଠି ଲେଖାଯାଉଛି, ସେମାନେ ଥିଲେ। ଆଉ ପ୍ରଭୁ ଯୀଶୁ ଏ କି ସେହି ବଢେଇ ନୁହେଁ? ଯେହେତୁ ଯୋସେଫ ବଢେଇ କାର୍ଯ୍ୟ କରୁଥିଲେ, ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ବଢେଇ କାର୍ଯ୍ୟ କରୁଛନ୍ତି। ସେ କାର୍ଯ୍ୟ ସେ କରୁଛନ୍ତି। ଆଉ ତାହା କରି ସେ ପରିବାରର ଅନ୍ୟ ସଦସ୍ୟ ମାନଙ୍କର ଯତ୍ନ ସେ ନେଉଛନ୍ତି। ଯେହେତୁ ବଡ ପୁଅ ଭାବରେ ତାଙ୍କର ଦାୟିତ୍ୱ ଥିଲା ପରିବାରର ଯତ୍ନ ନେବା, ତେଣୁ ସେ କଣ କରୁଛନ୍ତି, ସେ ବଢେଇ କାର୍ଯ୍ୟ କରି ଯତ୍ନ ନେଉଛନ୍ତି।
କେତେ ବର୍ଷ 12 ବର୍ଷରୁ 30 ବର୍ଷ ପର୍ଯ୍ୟନ୍ତ ସେ ନାଜରରେ ରହିଲେ ଆଉ ବଢେଇ କାର୍ଯ୍ୟ କଲେ, ବଢେଇ କାର୍ଯ୍ୟ କରୁଥିଲେ। ଏ କି ସେହି ବଢେଇ ନୁହେଁ, 12 ବର୍ଷର ବଢେଇ ନୁହେଁ। 12 ବର୍ଷର ବଢେଇ ବିଷୟ ଲୋକ 12 ବର୍ଷର କିଏ ବଢେଇ କାମ କରେନି। 12 ବର୍ଷରୁ 30 ବର୍ଷ ପର୍ଯ୍ୟନ୍ତ ଯୋଉ 18 ବର୍ଷ ସେ ନାଜରରେ ରହିଲେ, ମରିୟମଙ୍କର ଆଉ ତାଙ୍କର ସେ ଯୋଉ ଭାଇ ଭଉଣୀ ମାନେ ଥିଲେ ସେମାନେ ପ୍ରତ୍ୟେକଙ୍କ ସେ ଯତ୍ନ ନେଲେ ଆଉ ଲୋକମାନେ ତାଙ୍କର ସବୁ ଏ କି ସେହି ବଢେଇ ନୁହେଁ। ତ ଏଇ 12 ବର୍ଷରୁ 18 ବର୍ଷ ସେ କୋଉଠି ଯାଇନାହାନ୍ତି, ନାଜରରେ ରହିଲେ ଆଉ ବଢେଇ କାର୍ଯ୍ୟ କରୁଥିଲେ। ତାପରେ ପରବର୍ତ୍ତୀ ବିଷୟ ଲୁକ ଲେଖୁଛନ୍ତି, ଲୁକ କମ୍ପ୍ଲିଟ ବିଷୟ ଲେଖୁଛନ୍ତି। ଯେହେତୁ 12 ବର୍ଷରୁ 18 ବର୍ଷରେ ସେ ବଢେଇ କାର୍ଯ୍ୟ କଲେ ଆଉ ସେଇଗୁଡାକ ପ୍ରାଞ୍ଜଳ ଭାବରେ ଲେଖିବା ଆଉ ଆବଶ୍ୟକ ନାହିଁ। ତେଣୁ ସେ ଖାଲି ଏତିକି ଲେଖିଲେ, ଗଲେ ବଶୀଭୂତ ହେଇକି ରହିଲେ, 12 ବର୍ଷରୁ ଗଲେ ରହିଲେ ଆଉ 30 ବର୍ଷ ପର୍ଯ୍ୟନ୍ତ ସେ ବଢେଇ କାର୍ଯ୍ୟ କରି ସେଠି ରହିଲେ। ତାପରେ ପରବର୍ତ୍ତୀ ବିଷୟ ଲୁକ ଲେଖୁଛନ୍ତି ଆଉ କଣ ହେଲା, ତାପରେ ଲୁକ 3 ପର୍ବ 21 ପଦ। ସମସ୍ତ ଲୋକ ବାପ୍ତିଜିତ ହେଲା ଉତ୍ତାରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଉନ୍ମୁକ୍ତ ହେଲା। ଏଇଟା ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏବେ ବାପ୍ତିସ୍ତ ହେବା ପାଇଁ ଆସୁଛନ୍ତି। କେତେ ବର୍ଷ ବୟସରେ? ତାଙ୍କର 30 ବର୍ଷ ବୟସରେ ସେ ବାପ୍ତିସ୍ତ ହେବା ପାଇଁ ସେ ଆସୁଛନ୍ତି। ତାଙ୍କର ବାପ୍ତିସ୍ମ ବି ରେକର୍ଡେଡ୍ ହେଇଛି, ବାପ୍ତିସ୍ମ ତାଙ୍କର ସୁନ୍ନତ ବି ରେକର୍ଡେଡ୍ ହେଇଛି ଆଉ ତାଙ୍କର ବାପ୍ତିସ୍ମ ମଧ୍ୟ ରେକର୍ଡ କରାଯାଇଛି। ତାପରେ ଆପଣ ଦେଖିବେ 3 ପର୍ବ 23 ପଦ। ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ 30 ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ସେ ଯୋସେଫଙ୍କ ପୁତ୍ର, ଯୋସେଫ ଏଲିଙ୍କ ପୁତ୍ର। ଏଠି ଆମେ ଦେଖୁଛୁ କଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟ 30 ବର୍ଷ ବୟସରେ କଣ କଲେ, ସେବା କାର୍ଯ୍ୟ ଆରମ୍ଭ କଲେ। ଯୀଶୁଙ୍କର ଜନ୍ମ ରେକର୍ଡ କରାଯାଇଛି, ତାଙ୍କର ଅଷ୍ଟମ ଦିନ ସୁନ୍ନତ ବି ଲେଖାଯାଇଛି, 12 ବର୍ଷ ବୟସର କଥା ଲେଖାଯାଇଛି। 12 ବର୍ଷରୁ 30 ବର୍ଷ ସେ ନାଜରିତରେ ବଢେଇ ଭାବରେ ରହିଲେ। ଲୋକମାନେ ଜାଣିଲେ ଏ କି ସେଇ ବଢେଇ ନୁହେଁ। ନାଜରିତରେ ଅନେକ ବଢେଇ ଥିଲେ କିନ୍ତୁ ଏଇ ବଢେଇ ସମସ୍ତଙ୍କର ଭିନ୍ନ ଥିଲେ। ଏ ବଢେଇ କାହାକୁ ଠକନ୍ତି ନାହିଁ, ମିଛ କୁହନ୍ତି ନାହିଁ, କାମ ଠିକରେ କରନ୍ତି ଆଉ ଉଚିତ ସମୟରେ ଲୋକକୁ ଦିଅନ୍ତି। ଆଉ ସେଇଥିପାଇଁ ସେ ନାଜରିତରେ ସମସ୍ତେ ତାଙ୍କୁ ଜାଣିଥିଲେ ଏଇଟା ସେଇ ବଢେଇ, ସେଇ ବଢେଇ। ସେ କୋଉଠି ଯାଇନାହାନ୍ତି, ବଢେଇ ଭାବରେ ରହିଲେ। ତାପରେ 30 ବର୍ଷ ବୟସରେ ସେ କଣ କରିଛନ୍ତି, ତା ପୂର୍ବରୁ ସେ ବାପ୍ତିସ୍ତ ହେଲେ ଆଉ 30 ବର୍ଷ ବୟସରେ ସେବା କାର୍ଯ୍ୟ ଆରମ୍ଭ କଲେ। ତାପରେ 4 ପର୍ବ 1 ପଦ। ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଜର୍ଦ୍ଦନରୁ ବାହୁଡ଼ିଲେ ଏବଂ 40 ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ। ଏବେ 40 ଦିନର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପବାସ ମଧ୍ୟ ସେ ରେକର୍ଡ କରୁଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଣିଷ ଭାବରେ ଯୋଉ ଜଗତରେ ଆସି ରହିଲେ ତାର ସବୁ କଥା ପ୍ରାଞ୍ଜଳ ଭାବରେ ଲୁକ ଲିପିବଦ୍ଧ କରୁଛନ୍ତି। ମୁଁ ପୁଣି କହି ରଖେ, ଏଇଟା ଆପଣଙ୍କର ଖ୍ରୀଷ୍ଟିଆନ ବନ୍ଧୁ ମାନଙ୍କୁ, ଅଣ ଖ୍ରୀଷ୍ଟିଆନ ବନ୍ଧୁ ମାନଙ୍କୁ ବି ଦିଅନ୍ତୁ, ସେମାନେ ଯୀଶୁଙ୍କ ବିଷୟରେ ଜାଣନ୍ତୁ। ଆମେ ଜାଣିବା ଦରକାର, ଆମେ ବି ଜାଣିବା ଦରକାର, ସେମାନେ ବି ଜାଣିବା ଦରକାର। ଯୀଶୁ କାହାଣୀ ନୁହନ୍ତି, ଯୀଶୁ କଳ୍ପିତ କାହାଣୀ ନୁହନ୍ତି, ଯୀଶୁ ପୌରାଣିକ ବି ନୁହନ୍ତି, ଯୀଶୁ ଐତିହାସିକ କମ୍ପ୍ଲିଟଲି ଟ୍ରୁଥ। ଆଉ ସମସ୍ତ ବିଷୟ ଆମେ ଜାଣିବା ଦରକାର। ଯୀଶୁଙ୍କର ଜଗତର ରହଣୀ କାଳ ବିଷୟରେ ଆମେ ତାହା ଜାଣିବା ଦରକାର। ଯୀଶୁ କିଏ ଜାଣିବା ସମସ୍ତଙ୍କର ଅଧିକାର ଅଛି। ଆଉ ଏଇଠି ଆମେ ଦେଖୁ ଯୀଶୁ 30 ବର୍ଷ ବୟସରେ କାର୍ଯ୍ୟ ଆରମ୍ଭ କଲେ। ତାପରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ 40 ଦିନ ଉପବାସ କଲେ। ତ ଆମେ ଦେଖୁଥିଲୁ ଯେ ପ୍ରତି ନିସ୍ତାର ପର୍ବରେ ଯୋସେଫ ଆଉ ମରିୟମ ଯୀଶୁଙ୍କୁ ନିସ୍ତାର ପର୍ବ ପାଇଁ ନେଇକି ଯାଉଥିଲେ। ଯେହେତୁ ସେ ଛୋଟ ଥିଲେ 12 ବର୍ଷ ପର୍ଯ୍ୟନ୍ତ ନେଇଗଲେ ଆଉ 12 ବର୍ଷରୁ 18 ବର୍ଷ ପର୍ଯ୍ୟନ୍ତ ଯୀଶୁ ନିଜେ ଯାଇଥିଲେ। ତାପରେ ବଳକା 30 ବର୍ଷ ହେଇଯିବେ ଆଉ ବଳକା 3ଟି ନିସ୍ତାର ପର୍ବ ଆମେ ଯୋହନ ପୁସ୍ତକରେ ଦେଖିପାରିବା। ଆଉ 3 ବର୍ଷର କଥା ଆପଣ ଦେଖିବେ, ଯୋହନ ତାର 2 ପର୍ବ 13 ପଦ। ଯୋହନ 2 ପର୍ବ 13 ପଦ। ସେତେବେଳେ ଜିହୁଦୀ ମାନଙ୍କର ନିସ୍ତାର ପର୍ବ ସନ୍ନିକଟ ହୋଇଥିଲା ଆଉ ଯୀଶୁ ଜେରୁସାଲେମକୁ ଗଲେ। ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସେବା କାର୍ଯ୍ୟ ଆରମ୍ଭର ପ୍ରଥମ ନିସ୍ତାର ପର୍ବ। ପ୍ରଥମ ନିସ୍ତାର ପର୍ବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଶାଙ୍କର ବ୍ୟବସ୍ଥାକୁ ସଫଳ କରିବାକୁ ଆସିଥିବାରୁ ସେ ନିସ୍ତାର ପର୍ବ ପାଳନ କରିବା ପାଇଁ ସେ ଜେରୁସାଲେମକୁ ଯାଉଛି। ଏଟା ପ୍ରଥମ ଯୋଉଟା ଆମେ ଲେଖୁଛୁ ତାର ପରବର୍ତ୍ତୀ ବୟସ 31 ବର୍ଷ ବୟସର କଥା। ସେ ନିସ୍ତାର ପର୍ବ ପାଳନ କରିବା ପାଇଁ ଜେରୁସାଲେମକୁ ଯାଉଛନ୍ତି। ଏଟା ପ୍ରଥମଟା ଲେଖା ଅଛି 31 ବର୍ଷ। ତାପରେ ଯୋହନ 6 ପର୍ବ ତାର 4 ପଦ। ସେତେବେଳେ ଜିହୁଦୀ ମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା। ଏଇଟା ହଉଛି ଦ୍ୱିତୀୟ ନିସ୍ତାର ପର୍ବ, ମାନେ ଯୀଶୁ ଖ୍ରୀଷ୍ଟଙ୍କର 32 ବର୍ଷ। ଯୀଶୁ ଖ୍ରୀଷ୍ଟଙ୍କର 32 ବର୍ଷ। ମୁଁ ଆପଣ ତାଙ୍କ ଜନ୍ମରୁ ଏବେ 32 ବର୍ଷ ଜାଣିଛି। ଆଉ ୟା ମଧ୍ୟରେ ତାଙ୍କର ଅଜ୍ଞାତ 18 ବର୍ଷ କଥା ବି କହିଲି, ଯାହା ସେ ନାଜରିତରେ ବଢେଇ ଭାବରେ କାର୍ଯ୍ୟ କଲେ। ଏଇଟା ଆମେ ଦେଖୁଛୁ ତାଙ୍କର 32 ବର୍ଷ କଥା। ତାପରେ ଯୋହନ 11 ପର୍ବ 55 ପଦ।
ଜିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ଥିଲା। ପୁଣି ପଲ୍ଲୀଗ୍ରାମ ଗୁଡ଼ିକରୁ ଅନେକେ ଆପଣା ଆପଣାକୁ ସୂଚୀ କରିବା ନିମନ୍ତେ ନିସ୍ତାର ପର୍ବ ପୂର୍ବେ ଜେରୁସାଲମକୁ ଯାତ୍ରା କଲେ। 12 ପର୍ବ ଏକ ପଦ। ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର 6 ଦିନ ପୂର୍ବରୁ ବେଥନିଆକୁ ଆସିଲେ। ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ ସେ ସେହି ସ୍ଥାନରେ ଥିଲେ। 13 ପର୍ବ ଏକ ପଦ। ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରୁ ପ୍ରୟାଣ କରିବା ପୂର୍ବରୁ, ଜଗତରୁ ସେବା କାର୍ଯ୍ୟ ସମାପ୍ତ କରି ଯିବା ପୂର୍ବରୁ ଏଇଟା ତାଙ୍କର ଶେଷ ନିସ୍ତାର ପର୍ବ ଥିଲା। ୟାର ପରବର୍ତ୍ତୀ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୁଶାନ୍ବିତ ହେଇଥିଲେ। ଏଇଟା ହଉଛି ତାଙ୍କର ଜୀବନ 33ତମ ନିସ୍ତାର ପର୍ବ। ତ ଆମେ ଲୁକ ଆଉ ଜହନ ପୁସ୍ତକରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର 33 ବର୍ଷର ସମ୍ପୂର୍ଣ୍ଣ ଜଗତର ରହଣୀ କାଳର ଇତିହାସ ଦେଖି। ତ ଇତିମଧ୍ୟରେ ପ୍ରଭୁ କେତେବେଳେ ଆସିଲେ ଭାରତକୁ, କାହାଠୁ ଶିଖିବାକୁ ଗଲେ, କୋଉ ପଣ୍ଡିତଟା ଶିଖିବାକୁ ଗଲେ, ଯୀଶୁଙ୍କର ଶିକ୍ଷା କାହା ଶିକ୍ଷା ସହିତ ମିଶୁଛି, ଯୀଶୁଙ୍କର ଜୀବନ କାହାଠାରେ ମିଶୁଛି, ଯୀଶୁ ଯୋଉ ଅଲୌକିକ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି କୋଉ ଶଙ୍କରାଚାର୍ଯ୍ୟ ବା କୋଉ ଧର୍ମଗୁରୁ ଠାରୁ ଶିକ୍ଷା ଗ୍ରହଣ କରିଛନ୍ତି, ମୃତମାନଙ୍କୁ କୋଉ ଶଙ୍କରାଚାର୍ଯ୍ୟ ଜୀବନ ଦେଇଥିଲେ, କିଏ ପାଣି ଉପରେ ଚାଲିଥିଲେ, କିଏ 5 ରୁ 2 ମାସକୁ 5,000 ଅଧିକ ଲୋକ ଖାଇବାକୁ ଦେଇଥିଲେ, କିଏ ଝଡ଼କୁ ଶାନ୍ତ କରିଥିଲେ, କିଏ ପବନକୁ ଚୁପ୍ କରାଇଥିଲେ, କିଏ 4 ଦିନର ମଢାକୁ ଜୀବନ ଦେଇଥିଲେ, କିଏ ମରିକି ଉଠିଥିଲେ, କିଏ ମୃତ୍ୟୁକୁ ଜୟ କରି ସ୍ୱର୍ଗାରୋହଣ କରିଥିଲେ, ଯେ କାହାଠାରୁ ଶିଖିବେ ସେ? ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କାହାଠାରୁ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକ ନାହିଁ। ସେ ନିଜେ ଈଶ୍ୱର ଥିଲେ। ଆଉ ଈଶ୍ୱରଙ୍କୁ ମଣିଷ ପାଖରେ ଶିଖିବାର ଆବଶ୍ୟକ ନାହିଁ। ମତେ ଥରେ ଜଣେ ପଚାରୁଛି, ଆଜ୍ଞା ଯୀଶୁ କାହିଁକି ସ୍କୁଲ ଯାଇନାହାନ୍ତି? କାରଣ ଭାରତର ରାଜା ମାନେ ଗୁରୁକୁଳକୁ ଯାଇଛନ୍ତି, କୌଣସି ନା କୌଣସି ଲୋକଟା ଶିକ୍ଷା ଗ୍ରହଣ କରିଛନ୍ତି। ଯୀଶୁ ଯାଇନାହାନ୍ତି କାରଣ ଯୀଶୁଙ୍କୁ ପଢେଇବା ପାଇଁ ମାଷ୍ଟର ଏକା ଜନ୍ମ ହେଇନାହାନ୍ତି। ଯେ କହିବା ମାତ୍ରେ ପୃଥିବୀ ସୃଷ୍ଟି ହେଲା, ବିଶ୍ୱ ସୃଷ୍ଟି ହେଇଛି, ସେ କାହା ପାଖକୁ ଶିଖିବାକୁ ଯିବେ? ସେ ତ ଈଶ୍ୱର ଅଟନ୍ତି। ଆମେ ଦେଖୁଛୁ ତାଙ୍କର 33 ବର୍ଷର ସମ୍ପୂର୍ଣ୍ଣ ବିଷୟ। ତାପରେ ତମେ ଦେଖୁଛୁ ଲୁକ ତାର 23 ପର୍ବ ଦେଖନ୍ତୁ, ଲୁକ 23 ପର୍ବ ତାର 33 ପଦ। ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢାଇଲେ। ପୁଣି ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢାଇଲେ। এই নিস্তার পর্ব পরে তো সে রাত্রে যিশুকে ধরিলে আর পরবর্তী দিন আনি তাকে কଣ କରୁଛନ୍ତି? କ୍ରୁଶାର୍ପିତ କରୁଛନ୍ତି। ଯୀଶୁ ଗାଁରେ କଣ କରୁଛନ୍ତି? କ୍ରୁଶାର୍ପିତ କଲେ। ତାପରେ ଆପଣ ଦେଖିବେ 46 ପଦ। ଆଉ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି। ଏହା କହି ସେ ପ୍ରାଣତ୍ୟାଗ କଲେ। କ୍ରୁଶାର୍ପିତ ହେଲେ ଆଉ ପ୍ରାଣ ତ୍ୟାଗ କଲେ, ମାନେ ମୃତ୍ୟୁଭୋଗ କଲେ। ଅନେକେ କଣ କୁହନ୍ତି, ନାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମରି ନଥିଲେ, ସେ ମୂର୍ଚ୍ଛା ହେଇ ଯାଇଥିଲେ, ଆଉ ତାଙ୍କ ଶିଷ୍ୟମାନେ ତାକୁ ଚୋରି କରିକି ନେଇଗଲେ। ତାଙ୍କର ମୃତ୍ୟୁ ମଧ୍ୟ ରେକର୍ଡେଡ ଅଛି। ଏଇଟା ଓଡିଶା ସରକାର କି ଭାରତ ସରକାର ନୁହେଁ ଯେ ଭୁଲ ତଥ୍ୟ ଗୁଡାକ ଦେଇକି ଭୁଲ ରିପୋର୍ଟ ବନାଯିବ। ଏଇଟା ରୋମିଓ ସରକାର। ତାଙ୍କର ସମସ୍ତ ବିଷୟ ଏତେ କଠୋର ନୀତି ନିୟମ ରୁହେ, ତାର କୌଣସି ଡକୁମେଣ୍ଟ ରଙ୍ଗ ନୁହେଁ, କୌଣସି ଡକୁମେଣ୍ଟ ରଙ୍ଗ ନୁହେଁ। ତ ଯୀଶୁ ଖ୍ରୀଷ୍ଟ କ୍ରୁଶାର୍ପିତ ହେଲେ ଆଉ ସେ ମୃତ୍ୟୁଭୋଗ କଲେ। ତାପରେ 24 ପର୍ବ ତାର 6 ପଦ ପଢନ୍ତୁ। ଲୁକ 24 ତାର 6। ସେ ଏଠାରେ ନାହାନ୍ତି, ମାତ୍ର ଉଠି ଅଛନ୍ତି। ମନୁଷ୍ୟ ପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ, ଏହି ଯେଉଁ ବାକ୍ୟ ସେ ଗାଲିଲରେ ଥିବା ସମୟରେ ତୁମମାନଙ୍କୁ କହିଥିଲେ ତାହା ସ୍ମରଣ କର। ସେ ଏଠାରେ ନାହାନ୍ତି, ସେ ଉଠି ଅଛନ୍ତି, ମାନେ ତୃତୀୟ ଦିବସରେ ସେ ମରିକି ଉଠିଛନ୍ତି। ଲୋକ ସବୁ କଥା ଲେଖୁଛନ୍ତି, ତାଙ୍କର ଜନ୍ମ ବିଷୟ ଲେଖୁଛନ୍ତି, ତାଙ୍କର ଶିକ୍ଷା ବି ଲେଖୁଛନ୍ତି, ତାଙ୍କର ଆଶ୍ଚର୍ଯ୍ୟ କର୍ମ ଲେଖୁଛନ୍ତି, ଯୀଶୁଙ୍କର ଦୁଃଖ ଭୋଗ, ତାଙ୍କର କ୍ରୁଶାର୍ପିତ ହେବା, ତାଙ୍କର ସମାଧିସ୍ଥ ହେବା, ଆଉ ସେ ସମାଧିରୁ ଉଠିବା, ସେଇଟା ବି ସେ ଲେଖୁଛନ୍ତି। କେବଳ ସେତିକି ଲେଖୁନାହାନ୍ତି। ଆପଣ 24 ପର୍ବ ତାର 51 ପଦ ଦେଖନ୍ତୁ। ପୁଣି ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେ ସେମାନଙ୍କ ଠାରୁ ଅନ୍ତର ହୋଇ ସ୍ୱର୍ଗକୁ ନୀତ ହେଲେ। 40 ଦିନ ପର୍ଯ୍ୟନ୍ତ ଅନେକଙ୍କୁ ସେ ଦର୍ଶନ ଦେଲେ, ଆଉ ଦର୍ଶନ ଦେଲା ପରେ ସେ ସ୍ୱର୍ଗକୁ ନୀତ ହେଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ଜଗତରେ ରହଣୀ କାଳ ମଧ୍ୟରେ କେବେ ଆସିନାହାନ୍ତି, ମା ମୃତ୍ୟୁକୁ ଜୟ କରି ଉଠିଲା ପରେ ମଧ୍ୟ, ପୁନର୍ଜୀବିତ ହେଲା ପରେ ମଧ୍ୟ ଭାରତକୁ ଆସିନାହାନ୍ତି। ଭାରତକୁ କିଏ ଆସିଥିଲେ? ଯୀଶୁଙ୍କର ଶିଷ୍ୟ ଥୋମା ଆସିଥିଲେ। କେବେ ଆସିଥିଲେ? AD 52 ସେ ଭାରତକୁ ଆସିଥିଲେ। ମାନେ ଆଜିକୁ 1972 ବର୍ଷ ପୂର୍ବରେ ଯୀଶୁଙ୍କର ଶିଷ୍ୟ ଥୋମା ସେ ଭାରତକୁ ଆସି ପ୍ରଚାର କରିଥିଲେ, ମଣ୍ଡଳୀ ସ୍ଥାପନ କରିଥିଲେ। ସେଇ ସମୟରେ ଖ୍ରୀଷ୍ଟିଆନ ମାନେ ଆରମ୍ଭ ହେଲେ, ଯୀଶୁକୁ ବିଶ୍ୱାସ କରିବା ଲୋକ।
ଇଂରେଜ ମାନେ ଯୀଶୁଙ୍କ ବିଷୟରେ ପ୍ରଚାର କରିବାକୁ ଆସିନଥିଲେ। ଇଂରେଜ ମାନେ ବ୍ୟବସାୟ କରିବାକୁ ଆସିଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନୀ ବ୍ୟବସାୟ କରିବାକୁ ଆସିଥିଲା, ଆଉ ଇଂରେଜ ମାନେ ଶାସନ କରିବାକୁ ଆସିଥିଲେ। ସେମାନେ ପ୍ରଚାର କରିବାକୁ ଆସିନଥିଲେ। ଯଦି ଆପଣ ଇତିହାସ ପଢିବେ ଜାଣିପାରିବେ ସେ ସମୟର ସେମାନେ ପ୍ରଚାର କାର୍ଯ୍ୟକୁ ବନ୍ଦ ବି କରୁଥିଲେ। କାହିଁକି? ଯଦି ଏମାନେ ପ୍ରଚାର କରିବେ ଆମର ବ୍ୟବସାୟରେ ବାଧା ପାଇବ। ତେଣୁ ଇଂରେଜ ମାନେ ସାହାଯ୍ୟ କରିନାହାନ୍ତି, ବରଂ ସେବା କାର୍ଯ୍ୟକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଇଂରେଜ ମାନେ ଯୀଶୁଙ୍କର ବିଷୟରେ ଭାରତକୁ କିଛି ନାହିଁ ପ୍ରଚାର କରିବାକୁ ଆସିନଥିଲେ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏଇଟା ଆମେ ଦେଖୁଛୁ ସେ ସ୍ୱର୍ଗକୁ ନୀତ ହେଲେ। এইটা লেখিলা পরে যেତେବେଳେ ଲୁକ ତାଙ୍କର ଦ୍ୱିତୀୟ ପତ୍ର ଲେଖୁଛନ୍ତି, ପ୍ରେରିତ ପୁସ୍ତକ ଲେଖିଲା ସମୟରେ ପ୍ରେରିତ ତାର 1 ପର୍ବ 11 ପର୍ବ। ପୁଣି ସେମାନେ କହିଲେ, ହେ ଗାଲିଲିୟ ଲୋକେ, କାହିଁକି ତୁମେମାନେ ଆକାଶ ଆଡକୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ। ଏବେ ସେ କଣ କହୁଛନ୍ତି? ଯୀଶୁ ସ୍ୱର୍ଗକୁ ଗଲେ, ଆଉ ଏବେ ସେ ସ୍ୱର୍ଗରୁ ସେ ପ୍ରକାର ଆଗମନ କରିବେ। ଲୁକ ଏଇଟା ବି ଲେଖୁଛନ୍ତି, ଖାଲି ଜନ୍ମ କଥା ଲେଖୁନାହାନ୍ତି। ଲୁକ ଯୀଶୁଙ୍କର ଜନ୍ମ ବିଷୟ ଲେଖୁଛନ୍ତି, ଯୀଶୁଙ୍କର ଶୂନ୍ୟତ ବାଟ ଅଷ୍ଟମ ଲେଖୁଛନ୍ତି, 12 ବର୍ଷର କଥା ଲେଖୁଛନ୍ତି, ଆଉ 12 ବର୍ଷରୁ 30 ବର୍ଷ ପର୍ଯ୍ୟନ୍ତ ସେ ନାଜରିତରେ ବଢେଇ କାର୍ଯ୍ୟ କଲେ ସେଇଟା ବି ଲେଖାଯାଉଛି। ତା ସହିତ 30 ବର୍ଷ ହେବା ପରେ ସେ ବାପ୍ତିସ୍ତ ହେଲେ ଆଉ ସେବା କାର୍ଯ୍ୟ ଆରମ୍ଭ କଲେ। ଯୌନ ତାଙ୍କର 3ଟି ନିସ୍ତାର ପର୍ବ, ମାନେ ଆହୁରି 3 ବର୍ଷର ସେବା କାର୍ଯ୍ୟ ବି ଲେଖୁଛନ୍ତି। ତ 33 ବର୍ଷ ହେଲେ ତାପରେ ଯୀଶୁ କଣ ହଉଛନ୍ତି? ଶତ୍ରୁ ହସ୍ତରେ ଧରା ପଡିଲା ପରେ ଆମମାନଙ୍କର ଜଗତର ଲୋକମାନଙ୍କର ପରିତ୍ରାଣ ନିମନ୍ତେ ଆପଣାର ପ୍ରାଣ ସେ କ୍ରୁଶରେ ବଳି କରୁଛନ୍ତି। ସେ କ୍ରୁଶରେ କ୍ରୁଶାନ୍ବିତ ହେଲେ, ସେ ମୃତ୍ୟୁଭୋଗ କଲେ, ସେ ସମାଧିସ୍ଥ ହେଲେ, ଆଉ ସମାଧିରୁ ସେ ତୃତୀୟ ଦିବସ ଉଠିଲେ। ଆଉ ଲୁକ ଲେଖୁଛନ୍ତି ତାଙ୍କର ସ୍ୱର୍ଗକୁ ନୀତ ହେବା କଥା ବି ଲେଖୁଛନ୍ତି। ଆଉ ଏଇଟା ଲେଖୁଛନ୍ତି ସେ ଯେପରି ସ୍ୱର୍ଗକୁ ଯାଇଛନ୍ତି ସେଇଠାରୁ ସେ ସେଇପରି ଆଗମନ ମଧ୍ୟ କରିବେ। ସେ ଆଗମନ କରିବା କଲେ କଣ କରିବେ? ସେ ବିଚାର କରିବାକୁ ଆସିବେ, ସତ୍ୟ ଧର୍ମରେ ବିଚାର କରିବେ। এইটা ଲୁକ ତାଙ୍କ ପ୍ରେରିତ ପୁସ୍ତକରେ ଲେଖୁଛନ୍ତି। ଏବେ ଚାରିଆଡେ ଲୋକମାନଙ୍କୁ କଣ କୁହାଯାଉଛି? ମନ ପରିବର୍ତ୍ତନ କରିବା ପାଇଁ କୁହାଯାଉଛି। ମନ ପରିବର୍ତ୍ତନ କଲେ ହିଁ ଜଣେ ଲୋକ ସ୍ୱର୍ଗ ରାଜ୍ୟକୁ ଯାଇପାରେ। ଧର୍ମ ପରିବର୍ତ୍ତନ ନୁହେଁ, ନାମ ପରିବର୍ତ୍ତନ ନୁହେଁ, ଜାତି ପରିବର୍ତ୍ତନ ନୁହେଁ, ମନ ପରିବର୍ତ୍ତନ। এইটা ସମସ୍ତଙ୍କୁ ଜଣାଯାଉଛି। ପ୍ରେରିତ 17 ପର୍ବ 30 ପଦ। ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି। ଏବେ ସେ କଣ କରୁଛନ୍ତି? ସମସ୍ତଙ୍କୁ ମନ ପରିବର୍ତ୍ତନ କରିବା ପାଇଁ ଜଣାଉଛି। ଧର୍ମ ପରିବର୍ତ୍ତନ ନୁହେଁ। କୋଉଠି ବି ଖ୍ରୀଷ୍ଟିଆନ ମାନେ ଧର୍ମାନ୍ତରୀକରଣ କରନ୍ତି ନାହିଁ। ଏଟା ଗୋଟେ ନୂଆ ଶବ୍ଦ ବାହାର କରୁଛନ୍ତି, ଧର୍ମାନ୍ତରୀକରଣ। କୋଉଠି ମଧ୍ୟ ମୋର ଜାଣିବାରେ ଧର୍ମାନ୍ତରୀକରଣ ହେଇନାହିଁ, ଏଉ ମଧ୍ୟ ନାହିଁ। କଣ କୁହାଯାଉଛି? ମନ ପରିବର୍ତ୍ତନ କର, ଜୀବନ ପରିବର୍ତ୍ତନ କର, ଚରିତ୍ର ପରିବର୍ତ୍ତନ କର, ପାପକୁ ପରିତ୍ୟାଗ କର। এইটা ସର୍ବତ୍ର ସମସ୍ତଙ୍କୁ ଜଣାଯାଉଛି। ଏଟାକୁ କୁହାଯାଏ ସୁସମାଚାର ପ୍ରଚାର। ସୁସମାଚାର କିଏ? ସୁସମାଚାର ହେଉଛନ୍ତି ଯୀଶୁ। ସେଇଟା ଲୁକ ଲେଖୁଛନ୍ତି। ଲୁକ 2 ପର୍ବ ପୁଣି ପଢିବା 10 ଆଉ 11 ପଦ। ଲୁକ 2 ପର୍ବ 10 ଆଉ 11। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ। ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି, କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ସମସ୍ତଙ୍କ ପାଇଁ ସୁସମାଚାର କଣ? ଯେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ମୁକ୍ତିଦାତା ଉଦ୍ଧାରକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ଆଉ ନାମ ବି ଲେଖାଯାଏ ସେ ଖ୍ରୀଷ୍ଟ ପ୍ରଭୁ। ଯୀଶୁଙ୍କ ନାମରେ ହିଁ ପରିତ୍ରାଣ ଅଛି। ଏଟା ବାଇବେଲ ପ୍ରକାଶ କରେ। ସେ ମାନବର ମୁକ୍ତି ନିମନ୍ତେ, ମାନବର ପାପ କ୍ଷମା ନିମନ୍ତେ ସେ ଜଗତକୁ ଆସିଥିଲେ, ଆଉ ସେ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କର ସୁଷ୍ଠ ମନୁଷ୍ୟକୁ ଉଦ୍ଧାର ତାର ଧର୍ମ କର୍ମ ତ୍ୟାଗ ତପସ୍ୟା ପୁଣ୍ୟରେ ହୁଏ ନାହିଁ। ତେଣୁ ତ୍ରାଣକର୍ତ୍ତାଙ୍କର ଆସିବାର ଆବଶ୍ୟକ ଥିଲା। ସେ ତ୍ରାଣକର୍ତ୍ତା ଆସିଲେ, ଆଉ ଆଜି ସେ ସୁସମାଚାର ସମସ୍ତଙ୍କୁ ଜଣାଇ ଦିଆଯାଉଛି ମନ ପରିବର୍ତ୍ତନ କରିବା ପାଇଁ। କାରଣ ପରବର୍ତ୍ତୀ ପଦ ଲେଖାଯାଉଛି ପ୍ରେରିତ 17 ପର୍ବ 31 ପଦରେ ପଢିବେ। ପ୍ରେରିତ 17:31। କାରଣ ଯେଉଁଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏ ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି। କଣ କରିବେ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ଯେ ଜୟ କରି ଉଠିଛନ୍ତି, ସେ ଜଗତର ବିଚାର କରିବେ ଧାର୍ମିକତାରେ। ଗୋଟେ ଦିନ ଧାର୍ଯ୍ୟ କରାଯାଇଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଜଗତର ସୃଷ୍ଟିକର୍ତ୍ତା, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ମାନବ ଜାତିର ମୁକ୍ତିଦାତା, ଆଉ ପ୍ରଭୁ ଯୀଶୁ ହେଉଛନ୍ତି ଜଗତର ବିଚାରକର୍ତ୍ତା, ଆଉ ସେ ସମସ୍ତଙ୍କର ତ୍ରାଣକର୍ତ୍ତା। ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ ଖ୍ରୀଷ୍ଟିଆନ ମାନଙ୍କର ନୁହନ୍ତି, ସମୁଦାୟ ମାନବ ଜାତିର ତ୍ରାଣକର୍ତ୍ତା। ଆଉ ଯୀଶୁଙ୍କୁ ଗ୍ରହଣ କରିବା ଦ୍ୱାରା କାହାର ଧର୍ମ କି ଜାତି କି ଭାଷା
କିଛି ପରିବର୍ତ୍ତନ ହୁଏନି। ପରିବର୍ତ୍ତନ ହୁଏ କଣ? ତାର ମନ ପରିବର୍ତ୍ତନ ହୁଏ। ତେଣୁ ଯୀଶୁକୁ ଗ୍ରହଣ କରିବା ଦ୍ୱାରା ଜଣେ ଲୋକର ଧର୍ମ ଚାଲି ଯାଉନି, ତାର ଜୀବନ ବଦଳି ଯାଉଛି, ତାର ଚରିତ୍ର, ତାର ସ୍ୱଭାବ ବଦଳି ଯାଉଛି। ତେଣୁ ଯୀଶୁକୁ ଗ୍ରହଣ କରିବାର କୌଣସି ଅସୁବିଧା ନାହିଁ, କେହି ବି ଗ୍ରହଣ କରିପାରିବେ। ପରିତ୍ରାଣ କେବଳ ଯୀଶୁଙ୍କ ଠାରେ ହିଁ ମିଳେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କ ତ୍ରାଣ କର୍ତ୍ତା ଅଟନ୍ତି। ଦୁଇଟା ପଦ ଆମେ ପଢିବା, ତିତୋସ ତାର 2:11 କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି। ସମସ୍ତ ମାନବର ପରିତ୍ରାଣ, କେବଳ ଖ୍ରୀଷ୍ଟିଆନ ମାନଙ୍କର, ଜିହୁଦୀ ମାନଙ୍କର ନୁହେଁ। ବେଳେ ଲୋକମାନେ କଣ କହୁଛନ୍ତି, ଯୀଶୁ ବିଦେଶରୁ ଆସିଥିଲେ। ଅଜ୍ଞାନ ଲୋକମାନେ କହୁଛନ୍ତି ଆମେରିକାରୁ ଆସିଥିଲେ, କିଏ କହୁଛି ଇଂଲଣ୍ଡରୁ ଆସିଥିଲେ। ଯୀଶୁ ଇଂଲଣ୍ଡ କି ଆମେରିକାରୁ ଆସିନଥିଲେ, ଯୀଶୁ ସ୍ୱର୍ଗରୁ ଆସିଥିଲେ। ସେ ସୃଷ୍ଟିକର୍ତ୍ତା ଅଟନ୍ତି, ଯେ ଜଗତର ସୃଷ୍ଟିକର୍ତ୍ତା, ଯେ ମନୁଷ୍ୟକୁ ସୃଷ୍ଟି କରିଛନ୍ତି, ସେ ଦେହ ଧାରଣ କରି ଜଗତକୁ ଆସିଥିଲେ। କୋଉ ଦେଶରୁ ଆସିନାହାନ୍ତି, ସେ ଏ ବିଦେଶୀ ଭଗବାନ ସେ ନୁହନ୍ତି। ଏଟା ସମସ୍ତଙ୍କୁ, ସମସ୍ତ ମାନବର ପରିତ୍ରାଣ ପାଇଁ ଈଶ୍ୱର ଅନୁଗ୍ରହ ପ୍ରକାଶ କରିଛି। ପ୍ରଥମ ଜହନ 2:2। ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ସେ କଣ ଅଟନ୍ତି? ସମସ୍ତ ମାନବ ଜାତିର ପରିତ୍ରାଣ ନିମନ୍ତେ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି, କେବଳ ଆମ ପାଇଁ ନୁହଁ। କଣ ଲେଖାଯାଉଛି? ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ। ସମସ୍ତ ଜଗତର ପାପର ପ୍ରାୟଶ୍ଚିତ ଯୀଶୁ ଅଟେ। ଯେତେବେଳେ ଜଣେ ଲୋକ ଯୀଶୁକୁ ଗ୍ରହଣ କରୁଛି, ସେ ତାର ତ୍ରାଣକର୍ତ୍ତାକୁ ଗ୍ରହଣ କରୁଛି, ତାର ମୁକ୍ତିଦାତାକୁ ଗ୍ରହଣ କରୁଛି। ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ କହି ରଖେ ଯେ କୌଣସି ଧର୍ମ ଆପଣଙ୍କୁ ପରିତ୍ରାଣ ଦେଇପାରିବନି, କୌଣସି ଧର୍ମ କର୍ମ ଆପଣଙ୍କୁ ପରିତ୍ରାଣ ଦେଇପାରିବନି। ମୁକ୍ତି କେବଳ କେବଳ ଯୀଶୁ ଦେଇପାରିବେ, ଆଉ ଅନ୍ୟ କେହି ଦେଇପାରିବେନି। ଏଇଟା ଶାସ୍ତ୍ର କହୁଛି। ଆଉ ମୁଁ ଯାହା କହୁଛି ଆପଣ ମାନେ ମଧ୍ୟ ଦେଖିପାରୁଛନ୍ତି। ଆପଣଙ୍କ ବାଇବଲରେ ସେଇଆ ଲେଖା ହେଇଛି, ମୋ ବାଇବଲରେ ଯାହା ଲେଖା ହେଇଛି। ତେଣୁ ମୁଁ ପଢିବା ପାଇଁ କହୁଛି। ଯଦି ଜଣେ ଲୋକ ଅଧିକ ଯୀଶୁଙ୍କ ବିଷୟରେ ଜାଣିବା ପାଇଁ ଚାହେଁ, ସେ ନିହାତି ବାଇବଲ ପଢିବା। ବାଇବଲ ନ ପଢି ଯୀଶୁକୁ ଜାଣି ହବନି। ଆଜିକାଲି ଆମେ ଦେଖୁଛୁ ଗୁଡେ ବାବା ମାନେ ଯୀଶୁଙ୍କ ବିଷୟରେ କହୁଛନ୍ତି, ନେତାମାନେ ଯୀଶୁଙ୍କ ବିଷୟରେ କହୁଛନ୍ତି, ଫିଲ୍ମ ଷ୍ଟାର ମାନେ ଯୀଶୁଙ୍କ ବିଷୟରେ କହୁଛନ୍ତି, ଯେଉଁମାନେ ସତ୍ୟତା ଜାଣନ୍ତି ନାହିଁ। ଏଠି ଆମେ ଦେଖୁ କଣ, ମନେ ରଖିଥାନ୍ତୁ, କୌଣସି ଧର୍ମ ଆପଣଙ୍କୁ ସ୍ୱର୍ଗକୁ ନେଇପାରିବ ନାହିଁ। ଏପରିକି ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ଆପଣଙ୍କୁ ମୁକ୍ତି ବା ଉଦ୍ଧାର ବା ସ୍ୱର୍ଗକୁ ନେଇପାରିବ ନାହିଁ। ମୁକ୍ତି ଦେଇପାରିବେ ଯୀଶୁ, ସ୍ୱର୍ଗକୁ ନେଇପାରିବେ ଯୀଶୁ, ପରିତ୍ରାଣ ଦେଇପାରିବେ ଯୀଶୁ। ଆଉ ସ୍ୱର୍ଗରେ ଆପଣ କୌଣସି ଧର୍ମର ଲୋକଙ୍କୁ ଦେଖିବେନି, କୌଣସି ଧର୍ମର ଲୋକ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୋଇଛନ୍ତି, ମୁକ୍ତି ଲାଭ କରିଛନ୍ତି, ସେମାନଙ୍କୁ ହିଁ ଆପଣ ଦେଖିବେ। ଯେ ଆମେ ଦେଖୁଛୁ ପ୍ରକାଶିତ ବାକ୍ୟ 7 ପର୍ବ ତାର 9 ଆଉ 10 ପଦରେ। ପ୍ରକାଶିତ ବାକ୍ୟ 7 ପର୍ବ ତାର 9 ଆଉ 10। ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି। ସେମାନେ ଉଚ୍ଚ ସ୍ୱରରେ କହୁଅଛନ୍ତି, ପରିତ୍ରାଣ ସିଂହାସନ ପ୍ରବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ। এটা আমরা দেখুছু। এরপরে ମୁଁ ଦୃଷ୍ଟିପାତ କଲେ ଦେଖ ସର୍ବଜାତୀୟ ଲେଖା ହେଇଛି, ସର୍ବଗୋଷ୍ଠୀୟ ଏଇଟା ବି ଲେଖା ହେଇଛି, ସର୍ବବଂଶୀୟ ଲେଖା ହେଇଛି, ସର୍ବଭାଷାବାଦୀ ଲେଖା ହେଇଛି, ଏଠି ସର୍ବଧର୍ମୀୟ ଲେଖା ହେଇଛି। ଲୋକମାନେ କଣ କରୁଛନ୍ତି, ନାଇଁ ନାଇଁ ସବୁ ଧର୍ମ ଲୋକ ସ୍ୱର୍ଗକୁ ଯିବେ, ସେଇ ଧର୍ମରେ ବି ଯିବେ, ସେଇ ଧର୍ମରେ ଯିବେ, ସେଇଠି ବି ଭଲ କାମ କରିବା ଲୋକ ଅଛନ୍ତି, ଭଦ୍ର ଲୋକ ଅଛନ୍ତି, ସରଳ ଲୋକ ଅଛନ୍ତି, ସେମାନେ ଯିବେ। ମାନେ ଆମର ଭଦ୍ରତା, ସରଳତା, ନମ୍ରତା ସ୍ୱର୍ଗକୁ ନେବନି, ଏଇଟା ଭଲ ବିଷୟ। ଧର୍ମ କର୍ମ ସ୍ୱର୍ଗକୁ ନେବନି। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତରେ ପାପ କ୍ଷମା ପାଇବା ଦରକାର, ତେବେ ସେ ସ୍ୱର୍ଗକୁ ଯାଇପାରିବ, କୌଣସି ଧର୍ମ ନେଇପାରିବନି। ତେଣୁ ଲେଖା ଯାଉଛି ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ, ସର୍ବଭାଷାବାଦୀ, ସର୍ବଧର୍ମୀୟ ଲେଖା ହେଇନି। ସବୁ ଧର୍ମ ଲୋକ ଯିବେନି, ଖ୍ରୀଷ୍ଟିଆନ ଧର୍ମ ଲୋକ ବି ସ୍ୱର୍ଗକୁ ଯିବେନି। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଛନ୍ତି, ଉଦ୍ଧାର ପ୍ରାପ୍ତ ହୋଇଛନ୍ତି, ଯୀଶୁ ଖ୍ରୀଷ୍ଟଙ୍କ ରକ୍ତରେ ତାଙ୍କ ପାପ ପରିଷ୍କୃତ ହେଇଛି, ସେମାନେ ହିଁ ଯାଇପାରିବେ। ଏହା ମୁଁ ଶାସ୍ତ୍ରରୁ କହିଲି, ମୁଁ ଆପଣଙ୍କୁ ୟାଡୁ ସିଆଡୁ କିଛି କହିନାହିଁ। ରାଗିବାର ବିଷୟ କିଛି ନାହିଁ। ଯଦି ଆପଣ ମାନେ ଅଧିକ ଯୀଶୁଙ୍କ ବିଷୟରେ ଜାଣିବା ପାଇଁ ଚାହାନ୍ତି, ଆପଣ ୟୁଟ୍ୟୁବରେ ଯାଆନ୍ତୁ, ଆପଣଙ୍କର ସେ କମେଣ୍ଟ ବକ୍ସରେ ଲେଖନ୍ତୁ, ମୁଁ ଯୀଶୁଙ୍କ ବିଷୟରେ ଏଇଟା ଜାଣିବା ପାଇଁ ଚାହୁଁଛି। ଗାଳି ଦିଅନ୍ତୁନି, ଗାଳି ଦେଲେ କିଛି ଲାଭ ନାହିଁ। ଗାଳି ଦେଇ କାହାର ମଙ୍ଗଳ ହେବନି। ଯଦି ଯୀଶୁଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ଲେଖନ୍ତୁ, ମୁଁ ଯୀଶୁଙ୍କ ବିଷୟରେ ଏଇଟା ଜାଣିବା ପାଇଁ ଚାହୁଁଛି, ଯୀଶୁଙ୍କ ବିଷୟରେ ସେଇଟା ଜାଣିବା ପାଇଁ ଚାହୁଁଛି। ଆପଣ ଲେଖିପାରନ୍ତି, ଆମେ ଆପଣଙ୍କୁ ନିଶ୍ଚିତ ଭାବରେ ଉତ୍ତର ଦେବୁ, ନିଶ୍ଚିତ ଭାବରେ ଆପଣଙ୍କୁ ଉତ୍ତର ଦେବୁ। ଯାହା ଲେଖା ହେଇଛି ତା ନିଶ୍ଚିତ ଭାବରେ ଜଣେଇବୁ, ଯାହା ଲେଖା ହେଇନି ଲେଖା ହେଇନି। ଯେ କହୁଛନ୍ତି ଅଜ୍ଞାତ 18 ବର୍ଷ କୋଉଠି କାଟିଲେ, ଆଜି ଆମେ ଶିକ୍ଷାରେ ଦେଖିଲୁ 18 ବର୍ଷ କୋଉଠି କାଟିଲେ।
18 ବର୍ଷ କଥା ମୁଁ କହିନି, ଯୀଶୁଖ୍ରୀଷ୍ଟଙ୍କର ଜଗତର ରହଣି କାଳର 33 ବର୍ଷର ସମସ୍ତ ବିବରଣ ମୁଁ ଆପଣଙ୍କୁ କହୁଛି। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯୁକ୍ତିତର୍କର ବିଷୟ ନୁହନ୍ତି, ବିଶ୍ୱାସର ବିଷୟ ଅଟେ। ଯେ କେହି ବିଶ୍ୱାସ କରିବ ସେ ବିନଷ୍ଟ ନ ହୋଇ ପରିତ୍ରାଣ ପ୍ରାପ୍ତ ହେବ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବୁ। ଅନୁଗ୍ରହକାର ପିତା ପରମେଶ୍ୱର, ଆମେ ଆପଣଙ୍କୁ ଧନ୍ୟବାଦ ଦଉଛୁ। ସତ୍ୟ ସମାଚାର ଆଜି ସେଇ 26ଟି ଅଧ୍ୟାୟ ପର୍ଯ୍ୟନ୍ତ ଆମେ ଆସିପାରିଛୁ। ଆଜିର ଅଧ୍ୟାୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଅଧ୍ୟୟନ କରିବା ପାଇଁ ଦେଇଥିବାରୁ ଧନ୍ୟବାଦ ଦିଏ। ପ୍ରଭୁ ଏଇ ସମ୍ବାଦ ଯେପରି ଆମର ଖ୍ରୀଷ୍ଟିଆନ ଅଣଖ୍ରୀଷ୍ଟିଆନ ଯେଉଁମାନେ ମଧ୍ୟ ଶୁଣିବେ ପ୍ରଭୁ, ସେମାନଙ୍କ ପରିତ୍ରାଣ ନିମନ୍ତେ ଏହା ଏକ ସତ୍ୟ ସମ୍ବାଦ ହଉ ପ୍ରଭୁ। ଯେପରି ସେମାନେ ସତ୍ୟ ସତ୍ୟ ଜାଣିପାରିବେ, ଲୋକମାନଙ୍କର ଅବାନ୍ତର ଯୁକ୍ତିତର୍କ ଅବାନ୍ତର କଥାର ଶିକାର ନ ହେବେ, ଏଥିପାଇଁ ଦୟାକରି ସାହାଯ୍ୟ କର ପ୍ରଭୁ। ବାଇବଲରେ ଯାହା ଲିଖିତ ହୋଇଅଛି ଆମର ପରିତ୍ରାଣ ନିମନ୍ତେ ଅନନ୍ତ ଜୀବନ ଯେପରି ପାଇପାରିବେ, ପ୍ରତ୍ୟେକଙ୍କୁ ସାହାଯ୍ୟ କର ପ୍ରଭୁ। ଆଗାମୀ ଅଧ୍ୟାୟରେ ମଧ୍ୟ ଆମକୁ ଅନୁଗ୍ରହ କର। ପ୍ରତ୍ୟେକଙ୍କୁ ଆପଣ ହସ୍ତ ରଖିଲି ଦୟା କର ପ୍ରଭୁ। ଜଗତର ରହଣି କାଳ ମଧ୍ୟରେ ଯେପରି ଆମ ଜୀବନକୁ ସଜାଡ଼ି ପାରିବୁ ଆଉ ଅନନ୍ତ କାଳ ପାଇଁ ପ୍ରସ୍ତୁତ ହୋଇପାରିବୁ, ଆମକୁ ଅନୁଗ୍ରହ। ମନୁଷ୍ୟ ଥରେ ଜନ୍ମ ହୁଏ, ଥରେ ମୃତ୍ୟୁଭୋଗ କରେ, ତାପରେ ତାର ବିଚାର ହୁଏ। ତାର ଅନନ୍ତ କାଳ ସ୍ୱର୍ଗରେ ନଚେତ୍ ନର୍କରେ କାଟିବାକୁ ପଡିବ, ଏହା ବୁଝିବା ପାଇଁ ସାହାଯ୍ୟ କର, ଦୟା କର। ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ।